ଚାଲନ୍ତୁ ଆଜି ଆମେ ଦେଖିବା ଆମ୍ଲା ବିଟ୍ରୁଟ୍ର ମୁଖୱାସ। ଏଇ ମୁଖୱାସ ଆପଣମାନେ ଖାଇସାରିଲା ପରେ ଗୋଟେ ଚାମଚ କିମ୍ବା ଅଧ ଚାମଚ ଆପଣମାନେ ଖାଆନ୍ତୁ। ଆପଣମାନଙ୍କର ସ୍କିନ୍ ଗ୍ଲୋ କରିବ, ହେୟାର ବି ଗ୍ରୋଥ୍ କରିବ, ଆଉ ଡାଇଜେଷ୍ଟ ଯଦି ଠିକ୍ସେ ହେଉନି ତାହା ବି ଭଲ ଭାବରେ ହେଇଯିବ। ତ ଏଇଟା ହେଉଛି ଆମ୍ଲା ଆଉ ବିଟ୍ରୁଟ୍ର ମୁଖୱାସ। ଆକୁ ଆପଣମାନେ ଥରେ ବନେଇକି ବର୍ଷ ସାରା ମଧ୍ୟ ଖାଇପାରିବେ, କିଛି ବି ଖରାପ ହେବନି। ତ ଚାଲନ୍ତୁ ଆଜି ଷ୍ଟାର୍ଟ କରିବା ଆଜି ଆମର ଏଇ ହେଲ୍ଦି ରେସିପିଟିକୁ ଆମ୍ଲା ଆଉ ବିଟ୍ରୁଟ୍ର ମୁଖୱାସ। ସେଥିପାଇଁ ମୁଁ ଆମ୍ଲା ନେଇଯାଇଛି 1 କେଜି ଆଉ ବିଟ୍ରୁଟ୍ ମଧ୍ୟ 1 କେଜି ନେଇଛି। ଆପଣ ଚାହିଁଲେ ଆମ୍ଲା ଯେତିକି ନେବେ ତାର ଅଧା ମଧ୍ୟ ବିଟ୍ରୁଟ୍ ନେଇପାରିବେ। ତ ମୁଁ ଏଠି ପୁରା ଫ୍ରେଶ୍ ଆମ୍ଲା ନେଇଛି। ଆମ୍ଲା ତ ଏବେ ସିଜିନ୍ ସରି ଆସିଲାଣି, ତ ଆପଣମାନେ ଏବେ ବନେଇ ନିଅନ୍ତୁ, ବନେଇକି ରଖିନିଅନ୍ତୁ। ତ ମୁଁ ଭଲ ଭାବରେ କ'ଣ କରିଛି ନା ଆମ୍ଲାକୁ ପ୍ରଥମେ ଧୋଇ ନେଇଛି, ତାପରେ ବିଟ୍ରୁଟ୍କୁ ଧୋଇ ନେଇଛି। ବିଟ୍ରୁଟ୍ ମଧ୍ୟ ମୁଁ ବହୁତ ଭଲ ଫ୍ରେଶ୍ ବିଟ୍ରୁଟ୍ ନେଇଛି, ଆପଣମାନେ ଦେଖିକି ବି ଜାଣିପାରୁଥିବେ। ତ ତାକୁ କ'ଣ କଲି ନା ଭଲ ଭାବରେ ପ୍ରଥମେ ପାଣିରେ ଧୋଇ ନେଲି ବିଟ୍ରୁଟ୍କୁ ଆଉ ଆମ୍ଲାକୁ। ତାପରେ ଆମେ କ'ଣ କରିବା ନା ଆମ୍ଲାକୁ ଗ୍ରେଟ୍ କରିବା ଗ୍ରେଟର୍ ସାହାଯ୍ୟରେ। ବିଟ୍ରୁଟ୍ର ଚୋପା ପ୍ରଥମେ ଛଡ଼େଇ ନେବା, ତାପରେ ଆମେ ଗ୍ରେଟ୍ କରିବା। ଦେଖନ୍ତୁ ଏଇଭଳି ଭାବରେ ମୁଁ ଗ୍ରେଟର୍ ସାହାଯ୍ୟରେ ଗ୍ରେଟ୍ କରୁଛି। ଆମ୍ଲା ବିଟ୍ରୁଟ୍ ମୁଖୱାସ ବନେଇବାର ଗୋଟିଏ କଷ୍ଟ କାମ ହେଉଛି ଏଇଟା। ଯଦି ଆପଣ ବହୁତ ପରିମାଣରେ ବନାଉଛନ୍ତି ଟିକେ କଷ୍ଟ ଲାଗିବ ଏଇଟା ଆମେ ଗ୍ରେଟ୍ କରିବାଟା, ନହେଲେ ତାପରେ ଆପଣମାନଙ୍କୁ ବହୁତ ଆଉ କିଛି ବି ପ୍ରୋସେସ୍ ନାହିଁ, ବହୁତ ଇଜିଲି ଏଇଟା ବନିକି ରେଡ଼ି ହେଇଯାଇଥାଏ। ତ ସେଥିପାଇଁ ପ୍ରଥମେ ମୁଁ କ'ଣ କରିଥିଲି ନା ଆମ୍ଲାକୁ ଗ୍ରେଟ୍ କରି ନେଇଯାଇଥିଲି, ତାପରେ ବିଟ୍ରୁଟ୍କୁ ଚୋପା ଛଡ଼େଇକି ଗ୍ରେଟ୍ କରିକି ନେଇଯାଇଛି। ଦେଖନ୍ତୁ ଏଇଭଳି ଭାବରେ ଟିକେ ବଡ଼ ଗ୍ରେଟର୍ରେ ଗ୍ରେଟ୍ କରିବେ। ତାପରେ ମୁଁ ଏଠି ପାନମଧୁରୀ 1 ଚାମଚ, ଜିରା 1 ଚାମଚ ଆଉ 1 ଟିସ୍ପୁନ୍ ନେଇଯାଇଛି ଗୋଲମରିଚ। ତାକୁ ଆମେ କ'ଣ କରିବା ନା ଡ୍ରାଏ ରୋଷ୍ଟ କରିନେବା। ଟିକେ ଜଷ୍ଟ କଲର୍ ହେବା ଯାଏଁ ଆମେ ତାକୁ ରୋଷ୍ଟ କରିବା, ନହେଲେ ଦେଖିବେ ଯଦି ଗୋଟେ ଭଲ ଫ୍ଲେଭର୍ ବାସ୍ନା ଆସୁଥିବ ସେହି ସମୟରେ ଆମେ ଗ୍ୟାସ୍ର ଫ୍ଲେମ୍କୁ ଅଫ୍ କରିନେବା। ଅଫ୍ କରିକି ଆମେ କ'ଣ କରିବା ନା ତାକୁ ପୁରା ଥଣ୍ଡା କରିନେବା। ଥଣ୍ଡା କରିକି ଦରଦରା କରିକି ଗ୍ରାଇଣ୍ଡିଙ୍ଗ କରି ନେଇ ଆସିବା, ନହେଲେ ଆପଣମାନେ ଶିଳରେ ମଧ୍ୟ ତାକୁ ଏଭଳି ଭାବରେ ଗୁଣ୍ଡ କରିପାରିବେ। ତାପରେ କ'ଣ କରିବା ନା ଆମ୍ଲାକୁ ବିଟ୍ରୁଟ୍କୁ ଆମେ ପ୍ରଥମେ କ'ଣ କରିବା ନା ମିକ୍ସ କରିନେବା। ପ୍ରଥମେ ଭଲ ଭାବରେ ମିକ୍ସ କରିନେବା, ସେଥିରେ ଦେଇଦେବା। ତାପରେ ମସଲା ସେଥିରେ ଦେଇଦେଇଛି। ତାପରେ ମୁଁ ଦେଇଦେଇଛି 4 ଟେବୁଲ୍ ସ୍ପୁନ୍ ପାଖାପାଖି ନେଇଯାଇଛି ମିଶ୍ରି ଗୁଣ୍ଡ। ମିଶ୍ରିକୁ ଗୁଣ୍ଡ କରିକି ନେଇଛି। ତ ତାପରେ ମୁଁ ନେଇଯାଇଛି ବିଟ୍ ଲୁଣ। ତାପରେ ଲୁଣ ନେଇଯାଇଛି 1 ଟେବୁଲ୍ ସ୍ପୁନ୍ ଲୁଣ ନେଇଛି। ଲୁଣ ନେଇକି କ'ଣ କରିବା ନା ତାକୁ ଭଲ ଭାବରେ ମିକ୍ସ କରିନେବେ। ଭଲ ଭାବରେ ମିକ୍ସ କରିନେବେ। ମିକ୍ସ କରିସାରିଲା ପରେ ଆମେ କ'ଣ କରିବା ନା ଆକୁ ଖରାରେ ଆମେ ତାକୁ ଶୁଖେଇ ନେବା। ଯଦି ଆପଣମାନେ ଚାହିଁବେ ତାହେଲେ ଏୟାର ଫ୍ରାୟର୍ କିମ୍ବା ଆପଣମାନେ ଓଭନରେ ମଧ୍ୟ ତାକୁ ଡ୍ରାଏ କରିପାରିବେ। ଦେଖନ୍ତୁ ଏଇଭଳି ଭାବରେ ଭଲ ଭାବରେ ପ୍ରଥମେ କ'ଣ କରିବା ନା ମିକ୍ସ କରିନେବା। ତାପରେ ମୁଁ ଏବେ ଥାଳି ଉପରେ ସବୁ ସ୍ପ୍ରେଡ୍ କରି ନେଇଛି ଆମର ବିଟ୍ରୁଟ୍ ଆମ୍ଲାର ମିକ୍ସକୁ ଭଲ ଭାବରେ। ନହେଲେ ଆପଣମାନେ ଗୋଟେ କଟନ୍ କପଡ଼ା ମଧ୍ୟ ପକାଇକି ଖରାରେ ତାକୁ ମଧ୍ୟ ଶୁଖେଇ ପାରିବେ, ସିଏ ଆହୁରି ଜଲ୍ଦି ଶୁଖିଯିବ। ତ ମୁଁ ଏଇଭଳି ଭାବରେ 3ଟା ଥାଳିରେ ଏଇଭଳି ଭାବରେ ଖରାରେ ନେଇକି ଗୋଟେ ଶୁଖେଇ ନେଇଛି। ବାଲକୋନିକୁ ବହୁତ ଏବେ ତ ଖରା ଦିନ ଆସିଗଲାଣି, ବହୁତ ଭଲ ଖରା ବି ପଡ଼ୁଛି, ସେଥିପାଇଁ ମୁଁ ବାଲକୋନିରେ ପ୍ରଥମେ ଶୁଖେଇ ନେଇଥିଲି। ବାଲକୋନିରୁ ଖରା ଗଲା ପରେ ମୁଁ ଛାତ ଉପରକୁ ନେଇଯାଇଥିଲି। ଏଇଟା ମୋତେ 4 ଦିନ ପୁରା ଲାଗିଥିଲା ଭଲ ଭାବରେ ପୁରା ଶୁଖିବା ପାଇଁ। ହାତରେ ଏଇଭଳି ଭାବରେ ଦେଖିପାରିବେ ପୁରା ଗୋଟେ ଭଲ କୁରକୁରିର ଭଲ ଗୋଟେ ସାଉଣ୍ଡ ହେଉଛି। ତ ସେଇ ପର୍ଯ୍ୟନ୍ତ ଆପଣମାନେ କ'ଣ କରିବେ ନା ଶୁଖେଇ ନେବେ ପୁରା। ଏବେ ଆମର ରେଡ଼ି ହେଇଗଲା ଆମର ଆମ୍ଲା ଆଉ ବିଟ୍ରୁଟ୍ର ମୁଖୱାସ। ଆପଣମାନଙ୍କ ସେଠି ଯଦି ଆହୁରି ଭଲ ଖରା ଆସୁଛି, କାରଣ ବାଙ୍ଗାଲୋରରେ ଟିକେ କମ୍ ଖରା ଆସେ, ତ ସେଠି ଯଦି ଭଲ ଖରା ଆସୁଛି ତାହେଲେ 2-3 ଦିନ ଭିତରେ ମଧ୍ୟ ଶୁଖିକି ରେଡ଼ି ହେଇଯିବ। ମୋତେ ପୁରା 4 ଦିନ ଲାଗିଥିଲା। ତ ମୁଁ ଏୟାରଟାଇଟ୍ କଣ୍ଟେନର୍ରେ ଭରିକି ରଖିନେଇଛି। ଆକୁ ଖାଇସାରିଲା ପରେ ଲଞ୍ଚ କରିସାରିଲା ପରେ 1 ଚାମଚ କିମ୍ବା ହାଫ୍ ଚାମଚ ଡେଲି ଖାଆନ୍ତୁ, ଦେଖିବେ ବହୁତ ଭଲ ରିଜଲ୍ଟ ଆସିବ। ରହିଲି, ଜୟ ଜଗନ୍ନାଥ।